ଆପଣଙ୍କର ଇଞ୍ଜିନିୟରିଂ ପାଠପଢ଼ା ଜଣେ ଆଦିବାସୀ ପରିବାରକୁ ମଧ୍ୟ ଆପଣ ପ୍ରତିନିଧିତ୍ୱ କରୁଛନ୍ତି। ଗୋଟେ ଆଦିବାସୀ ଯୁବକ ଯେବେ ଉଚ୍ଚ ଶିକ୍ଷିତ ହୁଏ ତା ପରିବାରର ମଧ୍ୟ ଅନେକ ଆଶା ଥାଏ, ପିଲାଟି ଗୋଟେ ଭଲ ଚାକିରି କରିବ, ଆଉ ମୋଟା ଅଙ୍କର ଦରମା ପାଇବ, ଘରର ପ୍ରତିପୋଷଣ ହେବ, ଘରର ସ୍ଥିତି ସୁଧୁରିଯିବ। ଆଉ ଆପଣ କିନ୍ତୁ ସେ ସବୁକୁ ବେଖାତିର କରି ସେ ସବୁକୁ ଛାଡ଼ିକି ଜନସେବାକୁ ନିଜର ସମ୍ପୂର୍ଣ୍ଣ ବୋଲି ଭାବି ନେଲେ, ଆଉ ଜନସେବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ କଲେ। ପ୍ରକୃତରେ ଏସବୁ ପଛରେ କାହାର ପ୍ରେରଣା ଥିଲା ଆଉ ଘର ଲୋକଙ୍କର କେତେ ସହଯୋଗ ଥିଲା? ଘର ଲୋକଙ୍କର ତ ପୁରାପୁରି 100% ସହଯୋଗ। ତା ଭିତରେ ବାପାଙ୍କର ଯେଉଁ ସହଯୋଗ ଏବଂ ଯେଉଁ ଡେଡିକେସନ୍ ମୋ ପ୍ରତି ଏବଂ ମୁଁ ବିଧାୟକ ପଛରେ ଯେଉଁ ତାଙ୍କର ଡେଡିକେସନ୍ ରହିଛି, ଏହା ବୋଧେ ମାନେ ମୋ ପାଇଁ ବହୁତ ବଡ଼ କଥା। ସେ ଯଦି ସେତିକି ମୋ ପାଇଁ ଚିନ୍ତା କରିନଥାନ୍ତେ ମୁଁ ବୋଧେ ବିଧାୟକ ହେଇପାରିନଥାନ୍ତି। ମୁଁ ଷ୍ଟେଜ୍ ସାମ୍ନା ରହିଲେ ସେ ଷ୍ଟେଜ୍ ପଛର ନାୟକ। ତାଙ୍କର ବହୁତ ମୋ ପ୍ରତି ଅବଦାନ ରହିଛି। ଆଉ ପଢ଼ାପଢ଼ି କଥା ଯଦି କହୁଛନ୍ତି, ପଢ଼ାପଢ଼ି ମୁଁ କଲି। ପଢ଼ାପଢ଼ି କରିସାରିବା ପରେ ମୁଁ ବାପା ବି ଯେହେତୁ ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ, ଦାଦା ବି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ, ଭଉଣୀ ବି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ। ଆଦିବାସୀ ଭିତରେ ମଧ୍ୟ ଆମେ ପଢ଼ାପଢ଼ିକୁ ଆଦୃତ ହେଇ ସମସ୍ତେ ଚାକିରି ମଧ୍ୟ କରୁଥିଲେ। ତା ଭିତରୁ ମୁଁ ମଧ୍ୟ ସରକାରୀ ଚାକିରି ତ କରୁନଥିଲି, କିନ୍ତୁ ବେସରକାରୀ ପ୍ରଥମେ ଆରମ୍ଭ କଲି। ପରବର୍ତ୍ତୀ ସମୟରେ ମୁଁ ମୋର ପାଖାପାଖି 5 ବର୍ଷ ଚାକିରି ମଧ୍ୟ କଲି। ପ୍ରଥମେ ଭୁବନେଶ୍ୱରରେ କାମ ଚାକିରି ଆରମ୍ଭ କଲି, ପଢ଼ାପଢ଼ି କୋରାପୁଟ ଆରମ୍ଭ କଲି ସତ। ମୋର +2 ସରିଲା, +2 ପରେ ବିଟେକ୍ କଲି। ବିଟେକ୍ ସରିବା ପରେ ମୁଁ ଆସିଲି ଭୁବନେଶ୍ୱରରେ ଚାକିରି କରିବା ପାଇଁ। ଭୁବନେଶ୍ୱରରୁ ଫେରେ ମୁଁ ନିଜ ଅଞ୍ଚଳକୁ ଗଲି, ଲକ୍ଷ୍ମୀପୁରରେ ଚାକିରି କଲି। ଲକ୍ଷ୍ମୀପୁର ପରେ ମୁଁ ମାଲକାନଗିରି ଗଲି। ମାଲକାନଗିରି 2 ବର୍ଷ ପାଖାପାଖି ରହିଲି। କରୋନା ସମୟରେ କାମ କରିଛି ମାଲକାନଗିରିରେ। ଏମିତି 5 ବର୍ଷ କାମ କରିବା ପରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଯେ ପୂର୍ବତନ ବିଧାୟକ ଥିଲେ, ହଠାତ୍ ସିଏ କଂଗ୍ରେସ ଦଳରୁ ବିଜେଡିକୁ ଚାଲିଗଲେ। ଯାହାକି ଗୋଟେ ଗ୍ୟାପ୍ ତିଆରି କଲା କଂଗ୍ରେସ ଦଳ ପାଇଁ, ଆଉ ଯାହା ଗୋଟେ ସୁଯୋଗ ତିଆରି କଲା ମୋ ପାଇଁ। ଆଉ ସେ ସମୟରେ ଆମ ଜିଲ୍ଲା ସଭାପତି ଥାନ୍ତି ମୀନାକ୍ଷୀ ବାହିନୀପତି, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି। ତାଙ୍କ ହଜବେଣ୍ଡକୁ ଆପଣ ଜାଣିଥିବେ, ଓଡ଼ିଶାର ଚର୍ଚ୍ଚିତ ଚେହେରା, ତଥା ବିଧାନସଭାର ଜଣେ ଟାଣୁଆ ନେତା ତାରାପ୍ରସାଦ ବାହିନୀପତି। ତାଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଛି ମୋ ବିଧାୟକ ପଛରେ। ଆଉ ମାନ୍ୟବର ସାଂସଦ ତ ଆମର ଥିଲେ ହିଁ ଥିଲେ, ଜଣେ ସେ ମଧ୍ୟ ଉଚ୍ଚଶିକ୍ଷିତ ବ୍ୟକ୍ତି ତଥା ରାଜନୀତିରେ ମଧ୍ୟ ବହୁତ ଅଭିଜ୍ଞ। ତ ଯେଉଁ ଜିଲ୍ଲା ସଭାପତି ଏକ ମିଟିଂ ଡାକି ଗୋଟେ ଆଲୋଚନା କରିଥିଲେ କି ଆସନ୍ତା 2024 ନିର୍ବାଚନ ଆମେ ଲଢ଼ିବା କେମିତି, ତା ପୂର୍ବ ଯେଉଁ 2022 ପଞ୍ଚାୟତ ନିର୍ବାଚନ ଅଛି ତାକୁ ଲଢ଼ିବା କେମିତି। ସେ ସମୟରେ ଆମ ଅଞ୍ଚଳର ଯେତିକି ବରିଷ୍ଠ କର୍ମକର୍ତ୍ତା ଅଛନ୍ତି ଏବଂ ମୋ ବାପା ମଧ୍ୟ ସମସ୍ତଙ୍କର ଆଲୋଚନାରେ ସେଠି ଗୋଟେ ପ୍ରଶ୍ନ କରାଯାଇଥିଲା କି ଆଉ 2022ରେ ଲଢ଼ିବ କିଏ, 2022ରେ ସଂଗଠନ କରିବ କିଏ, କାହା ନେତୃତ୍ୱରେ ଆମେ ଆଗକୁ ଯିବା। ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେଇଥିଲା ସେ ସମୟରେ। ମୁଁ ତ ସେ ସମୟରେ ଚାକିରି ବି କରୁଥିଲି। ଚାକିରି ମାନେ ମୋ ବାପା ସରକାରୀ ଚାକିରିଆ ସତ୍ତ୍ୱେ ମଧ୍ୟ ତାଙ୍କର ପଲିଟିକ୍ସ ପ୍ରତି ବହୁତ ୱିକନେସ୍, ତାଙ୍କର ୱିକନେସ୍ ମାନେ ରହିଥିଲା ଆଗରୁ ମଧ୍ୟ, ଏବେ ମଧ୍ୟ ଅଛି। ଘରେ ପଛେ ଖାଇବା ନଥାଉ, କିନ୍ତୁ ଇଆଡ଼େ ଜନତାଙ୍କର ସେବା କିମ୍ବା ଆମର ଯେଉଁ କଂଗ୍ରେସ ପ୍ରତି ତାଙ୍କର ଭଲ ପାଇବା, ତାହା କିନ୍ତୁ ତାଙ୍କର ପୁରା ଜାରି ଥିଲା। ଏଇଭଳି ପରିସ୍ଥିତି ଭିତରେ ସେ ସମୟରେ ଜିଲ୍ଲା ସଭାପତି ଏକ ସୁଯୋଗ ଦେଲେ କି 2022 ପଞ୍ଚାୟତ ନିର୍ବାଚନରେ ଯଦି ଆପଣମାନେ ସଫଳତା ଆଣୁଛନ୍ତି ଏବଂ ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ ନିଜର ଅବଦାନ ଦେଇପାରୁଛନ୍ତି, ଆର୍ଥିକ, ମାନସିକ ଏବଂ ଶାରୀରିକ ଭାବରେ ଯଦି ସମସ୍ତଙ୍କୁ ସହଯୋଗ ଆଗକୁ ନେଇ ପାରୁଛନ୍ତି, ତାହେଲେ ନିହାତି ଭାବରେ ଆମେ ଆପଣଙ୍କ ପାଇଁ ଚିନ୍ତା କରିବୁ ବୋଲି ସେ ସମୟରେ ଗୋଟେ କଥା ଦେଇଥିଲେ। ଯେଉଁ କଥାକୁ ମୁଁ ଅକ୍ଷର ଅକ୍ଷରେ ପାଳନ କରିବା ସହିତ ମୋ ପରିବାରର ସମସ୍ତ ସଦସ୍ୟ ଯେମିତି ସମସ୍ତେ ଲାଗି ପଡ଼ିଥିଲେ 2024 ଆମେ ନିର୍ବାଚନରେ ଜିତିବାର ଅଛି, ଆଉ ଆମ ପୁଅ ଜିତିବାର ଅଛି। ତତ୍ ସହିତ ମୋ ନିର୍ବାଚନ ମଣ୍ଡଳର କର୍ମକର୍ତ୍ତା ସମସ୍ତେ ଯେମିତି ଗୋଟିଏ ସ୍ୱରରେ, ଗୋଟିଏ ମାନେ ଏମ୍ରେ ସମସ୍ତେ ଫୋକସ୍ ହେଇଯାଇଥିଲେ।